ଏକ ସମୟରେ ଏକ ସୁନ୍ଦର ରାଜ୍ୟରେ ରାଜା ବିକ୍ରମ ଏବଂ ରାଣୀ ସୁମିତ୍ରା ରହୁଥିଲେ। ରାଜା ବିକ୍ରମ ବହୁତ ପ୍ରଜାବତ୍ସଳ ଥିଲେ। ପ୍ରଜାମାନଙ୍କର ନିତିଦିନ ଦୁଃଖ ସୁଖ ଶୁଣୁଥିଲେ ଏବଂ ପ୍ରଜାମାନଙ୍କୁ ଉଚିତ ନ୍ୟାୟ ଦେଉଥିଲେ। ରାଣୀ ସୁମିତ୍ରା ବହୁତ ମନ୍ଦ ଉଦ୍ଦେଶ୍ୟର ଥିଲେ। ରାଜା ବିକ୍ରମ ପ୍ରଜାମାନଙ୍କର ଏପରି ସେବା କରିବାର ଦେଖି ବହୁତ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଦିନକର କଥା, ରାଜା ଏବଂ ରାଣୀ ସୁନ୍ଦର ରଥରେ ବସି ସହର ପରିକ୍ରମାରେ ବାହାରିଥିଲେ। ସହରର ଶେଷ ଭାଗରେ ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ। ରଥଟି ଜଙ୍ଗଲରେ ହଠାତ୍ ଅଟକି ଗଲା। ସାମ୍ନାରେ ଏକ ଋଷି ଧ୍ୟାନରେ ଏବଂ ତପସ୍ୟାରେ ବସିଥିବାର ଦେଖି ରାଣୀ ରଥରୁ ଥଟ୍ଟା କରିବାକୁ ଲାଗିଲେ। ରାଣୀ ରଥରୁ ଓହ୍ଲାଇ ଆସି ସେହି ଋଷିଙ୍କ ପାଖକୁ ଆସିବାକୁ ଲାଗିଲେ ଏବଂ ଋଷିଙ୍କ ପାଖରେ ପହଞ୍ଚି ଋଷିଙ୍କୁ ରାଗ ମନରେ ବହୁତ ଏଣୁ ତେଣୁ କଥା କହିବାକୁ ଲାଗିଲେ। ହେ ମୂର୍ଖ ମଣିଷ, ତୁମେ ଆମ ରଥ ଆଗରେ ବସିଛ। ଆମ ରଥକୁ ବାଟ ଦେଲ ନାହିଁ। ଆମ ରଥ ଅଟକି ଗଲା। ଆମେ ଏ ରାଜ୍ୟରେ ରାଜା ଏବଂ ରାଣୀ। ଆମ୍ଭେ ଚାହିଁଲେ ତୁମକୁ ମୃତ୍ୟୁ ଦଣ୍ଡାଦେଶ ଦେବୁ। ଏହା ଶୁଣିସାରିବା ପରେ ଋଷି ରାଗରେ ଜର୍ଜରିତ ହୋଇଗଲେ ଏବଂ ରାଗବଶତଃ ସେ ରାଣୀଙ୍କୁ ଅଭିଶାପ ଦେବାକୁ ଲାଗିଲେ। ଅଭିଶାପ କ୍ରମେ ରାଣୀ ସୁମିତ୍ରା ଏକ ମାଠିଆରେ ସବୁଦିନ ପାଇଁ ବନ୍ଦୀ ହୋଇଗଲେ। ଏହି ସବୁ ଘଟଣା ରାଜା ବିକ୍ରମ ତାଙ୍କ ରଥ ଉପରୁ ଦେଖୁଥାନ୍ତି। ହଠାତ୍ ରାଣୀଙ୍କୁ ମାଠିଆରେ ବନ୍ଦୀ ହୋଇଯିବାର ଦେଖି ରଥରୁ ଓହ୍ଲାଇ ଆସି ଋଷିଙ୍କୁ କ୍ଷମା ପ୍ରାର୍ଥନା କଲେ ଏବଂ ରାଣୀଙ୍କୁ ପୂର୍ବ ଅବସ୍ଥାକୁ ଫେରାଇ ଦେବାକୁ ଗୁହାରି କଲେ। ହେଲେ ରାଗରେ ଜର୍ଜରିତ ଋଷି ରାଜାଙ୍କ କଥାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ରାଜାଙ୍କୁ ତାଗିଦ ମଧ୍ୟ କଲେ ଏବଂ ରାଜାଙ୍କୁ ଖାଲି ହାତରେ ଚାଲିଯିବା ପାଇଁ ସେଠୁ ନିର୍ଦ୍ଦେଶ ଦେଲେ। ଋଷିଙ୍କ ପାଖରୁ କଟୁ ବଚନ ଶୁଣି ରାଜା ବିକ୍ରମଙ୍କୁ ଅତ୍ୟନ୍ତ ବାଧା ଦେଲା। ଶେଷରେ ରାଜା ବିକ୍ରମ ଅତ୍ୟନ୍ତ ମନ ଦୁଃଖରେ ସେଇଠାରୁ ରଥରେ ଏକା ରାଜପ୍ରାସାଦକୁ ଫେରିଗଲେ। ରାଣୀ ସୁମିତ୍ରାଙ୍କୁ ହରାଇ ରାଜା ମନ ଦୁଃଖରେ ସେହି ଦିନଠାରୁ ରାଜପ୍ରାସାଦରେ ରହିଲେ ଏବଂ ସବୁ ପ୍ରଜାମାନଙ୍କୁ ନିର୍ଦ୍ଦେଶ ଦେଲେ କି ସମସ୍ତଙ୍କୁ ସମ୍ମାନର ସହ କଥାବାର୍ତ୍ତା କରିବା ଏବଂ ସମସ୍ତଙ୍କୁ ସମ୍ମାନ ଦେବା। ତେଣୁ ସାଙ୍ଗମାନେ ଏହି ଗପରୁ ଏତିକି ଶିଖିଲେ ଯେ ଆମ୍ଭେ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ ଏବଂ ସମସ୍ତଙ୍କ ସହ ସମ୍ମାନ ସହକାରେ କଥା ହେବା ଉଚିତ।